ଶୁଭ ସକାଳ ପିଲାମାନେ। ସମସ୍ତେ ଭଲ ଅଛ? ହଁ, ନିଶ୍ଚୟ ଭଲ ଥିବ। ମୁଁ ବି ଭଲ ଅଛି। ଆମେ ଚାଲ ଆଜି ଗୋଟିଏ ଦେଶାତ୍ମବୋଧକ ଗୀତର ଗୋଟିଏ ପଦଟିଏ ଗାଇବା। ଗାଇବ ତ? ମୁଁ ଗାଉଛି, ତମେ ମୋ ସାଙ୍ଗରେ ଗାଇବ। ଗାଇବ ନା ନିଶ୍ଚୟ? ହଉ ଚାଲ। ସାରେ ଜହାଁ ସେ ଆଚ୍ଛା हिंदुस्तान हमारा सारे जहां से अच्छा। तमे भी गाओ। स्टार्ट करो, तमे भी मुझसे तो गाओ। सारे जहां से अच्छा हिंदुस्तान हमारा सारे जहां से अच्छा। ପିଲାମାନେ, ତମେ ତ ଏ ସୁନ୍ଦର ଦେଶାତ୍ମବୋଧକ ଗୀତଟିର ପଦଟିଏ ଗାଇଲ। ଜାଣିଛ ଏଇ ଗୀତର ପଦଟି କିଏ କେତେବେଳେ କାହାକୁ କହିଥିଲେ? 1984 ମସିହାର କଥା। ସେତେବେଳେ ଆମ ଭାରତର ପ୍ରଧାନମନ୍ତ୍ରୀ ଥାନ୍ତି ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ସେ ଆମ ଭାରତକୁ ନେଇ ଗୋଟିଏ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି କଣ କହିଲ? ପ୍ରଶ୍ନଟି ଥିଲା, ଆମ ଦେଶ ଭାରତ ମହାକାଶରୁ କିପରି ଦିଶୁଛି? କାହାକୁ ପଚାରିଥିଲେ ଜାଣିଛ ଏ ପ୍ରଶ୍ନଟି? ସେତେବେଳେ ଆମର ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କୁ ଇନ୍ଦିରା ଗାନ୍ଧୀ ଏଇ ପ୍ରଶ୍ନଟି ପଚାରିଥିଲେ। ରାକେଶ ଶର୍ମା ଉତ୍ତରରେ କଣ କହିଥିଲେ କହିଲ? ସେ ଉତ୍ତରରେ କହିଥିଲେ, ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା। ପିଲାମାନେ କହିଲେ, ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହମାରାର ଅର୍ଥ କଣ? ଏହାର ଅର୍ଥ ହେଉଛି ଆମ ଭାରତବର୍ଷ ପୃଥିବୀରେ ସବୁ ଦେଶଠୁ ସୁନ୍ଦର ଦେଶ। ଏବେ ଚାଲ ଆମେ ଆମ ଭାରତ ବିଷୟରେ ଅଧିକା କିଛି ଜାଣିବା। ପିଲାମାନେ, ତମେ ତ ଜାଣିଛ ଭାରତ ଏସିଆ ମହାଦେଶରେ ଅବସ୍ଥିତ। ଏହା ପୃଥିବୀର ସପ୍ତମ ବୃହତ୍ତମ ଦେଶ। ଭାରତକୁ ଲାଗିକି ରହିଛି ପାକିସ୍ତାନ, ନେପାଳ, ଭୁଟାନ, ବାଂଲାଦେଶ, ମିଆଁମାର ଆଉ ଶ୍ରୀଲଙ୍କା। ଏ ସମସ୍ତ ଦେଶକୁ ନେଇ ଯେଉଁ ଗୋଟେ ବଡ଼ ଭୂଖଣ୍ଡ ହେଇଛି ତାକୁ କଣ କୁହାଯାଏ କହିଲ? ଭାରତୀୟ ଉପମହାଦେଶ। ତାହେଲେ ଭାରତୀୟ ଉପମହାଦେଶ କହିଲେ କଣ ବୁଝାଏ? ନା ପାକିସ୍ତାନ, ନେପାଳ, ଭୁଟାନ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା। ଏ ଭାରତକୁ ମିଶେଇ, ଏ ସମସ୍ତକୁ ମିଶେଇ ଯେଉଁ ଭୂଖଣ୍ଡ ତାକୁ କୁହାଯାଏ ଭାରତୀୟ ଉପମହାଦେଶ। ଚାଲ ଆମେ ଏ ସମସ୍ତ ଉପମହାଦେଶକୁ ଆମେ ଦେଖିବା ଟିକେ। ଦେଖ, ପାକିସ୍ତାନ ଦେଖିଲ, ପାକିସ୍ତାନ, ନେପାଳ, ଭୁଟାନ, ବାଂଲାଦେଶ, ମିଆଁମାର ଆଉ ଶ୍ରୀଲଙ୍କା। ତାପରେ ଆମ ଭାରତ, ଏ ସମସ୍ତଙ୍କୁ ନେଇ ଆମ ଭାରତୀୟ ଉପମହାଦେଶ ଗଠିତ। ତମେ ଜାଣିଛ ପୂର୍ବ ଶ୍ରେଣୀରେ ମାନଚିତ୍ର ପ୍ରାକୃତିକ ଗୋଟିଏ, ରାଜନୈତିକ ଗୋଟିଏ। ଦେଖିଲ, ଭାରତର ଏଇ ମାନଚିତ୍ରଟି ପ୍ରାକୃତିକ ନା ରାଜନୈତିକ? ହଁ, ଏହା ଏକ ପ୍ରାକୃତିକ ମାନଚିତ୍ର। କାହିଁକି ନା ଏଥିରେ ଭାରତର ଭୂମି ରୂପ ଦେଖଉଛି। ଏଇ ପ୍ରାକୃତିକ ମାନଚିତ୍ରର ଅଧିକା ଜାଣିବା ପୂର୍ବରୁ ଆମେ ଟିକେ ଯିବା ବିଭିନ୍ନ ରଙ୍ଗ ବିଷୟରେ ଜାଣିବା। ମାନଚିତ୍ରରେ ବିଭିନ୍ନ ରଙ୍ଗ ନେଇକି କେମିତି ମାନଚିତ୍ରକୁ ପଢିବାକୁ ହୁଏ ତୁମେ ତ ପୂର୍ବ ଶ୍ରେଣୀରେ ପଢିଛ। ଚାଲ ତାକୁ ଟିକେ ଆମେ ମନେ ପକେଇବା। ଦେଖ, ପ୍ରଥମେ ଆମେ ଦେଖିବା ମାନଚିତ୍ରରେ ଗାଢ ବାଦାମୀ ରଙ୍ଗ। ଗାଢ ବାଦାମୀ ରଙ୍ଗ କହିଲେ କଣ ବୁଝାଯାଏ? ହଁ, ଗାଢ ବାଦାମୀ ରଙ୍ଗ କହିଲେ ପାର୍ବତ୍ୟ ଅଞ୍ଚଳକୁ ବୁଝାଏ। ଏବେ କଣ ଦେଖୁଛ? ହଳଦିଆ ରଙ୍ଗ। ହଳଦିଆ ରଙ୍ଗ କହିଲେ କଣ ବୁଝାଏ? ହଳଦିଆ ରଙ୍ଗ କହିଲେ ମରୁଭୂମିକୁ ବୁଝାଏ।
ଏଠି କୋଉ ରଙ୍ଗ? ସବୁଜ ରଙ୍ଗ। ସବୁଜ ରଙ୍ଗ କହିଲେ ମାନଚିତ୍ରରେ କେଉଁ ଭୂମି ରୂପକୁ ବୁଝାଏ? ହଁ, ସବୁଜ ରଙ୍ଗ କହିଲେ ସମତଳ ଅଞ୍ଚଳକୁ ବୁଝାଏ। ଏଠି କେଉଁ ରଙ୍ଗ? ହାଲକା ବାଦାମୀ ରଙ୍ଗ। ହାଲକା ବାଦାମୀ ରଙ୍ଗ କହିଲେ ମାନଚିତ୍ରରେ କେଉଁ ଭୂମି ରୂପକୁ ବୁଝାଏ? ହାଲକା ବାଦାମୀ ରଙ୍ଗ କହିଲେ ମାଳଭୂମିକୁ ବୁଝାଏ। ଇଏ କେଉଁ ରଙ୍ଗ? ନୀଳ ରଙ୍ଗ। ନୀଳ ରଙ୍ଗ କହିଲେ ମାନଚିତ୍ରରେ କେଉଁ ଭୂମି ରୂପ? ହଁ, ଜଳରାଶି। ତାହେଲେ ଆମେ ଚାଲ ଏ ବିଷୟରେ ଆଉ ଟିକେ ଅଧିକା ଜାଣିବା। ତମେ ଏବେ ମାନଚିତ୍ରରେ ରଙ୍ଗ ଦେଖି ଜାଣିଦେଲ ଆମ ଭାରତରେ ଏ 5ଟି ରଙ୍ଗ ଯାକ ଅଛି, ତାମାନେ 5ଟି ପ୍ରକାରର ଭୂମି ରୂପ ଅଛି। ଚାଲ ଆମେ ଅଧିକା ଜାଣିବା। ତାହେଲେ ପିଲାମାନେ ଏବେ ଆମେ ଭାରତର ଏଇ ଭୌଗୋଳିକ ଭୂମି ରୂପ ଗୁଡ଼ିକୁ ଦେଖିଲେ। କଣ କଣ? ନା ବୃହତ୍ ପର୍ବତମାଳା, ମରୁଭୂମି, ବୃହତ୍ ସମତଳ ଭୂମି, ମାଳଭୂମି ଏବଂ ଦ୍ୱୀପପୁଞ୍ଜ। ଚାଲ ଆମେ ଭାରତର ମାନଚିତ୍ରରେ ଏଗୁଡ଼ିକୁ ଦେଖିବା। ଦେଖିଲ ଏଠି କଣ? ଇଏ ହେଉଛି ଭାରତର କେଉଁ ଦିଗ? ଉତ୍ତର ଦିଗ। ଏଥିରେ ରହିଛି ଗୋଟିଏ ବିରାଟ ପର୍ବତମାଳା। ଦେଖ, ଏହା ଉତ୍ତର ପଶ୍ଚିମରୁ ଉତ୍ତର ପୂର୍ବ ଯାଏଁ କେମିତି ଲମ୍ବି ଆସିଛି। ଏହାର ନାମ କଣ ଜାଣିଛ? ଏହାର ନାମ ହେଉଛି ହିମାଳୟ ପର୍ବତମାଳା। ଏତେ ଲମ୍ବି ଥିବାରୁ ଏହାର ନାଁ ହେଉଛି ବୃହତ୍ ହିମାଳୟ ପାର୍ବତ୍ୟ ଅଞ୍ଚଳ। ପୁଣି ଆମେ ଦେଖ, ଏଇଠି କେଉଁ ଦିଗ ଭାରତର? ପଶ୍ଚିମ ଦିଗ, ଉତ୍ତର ପଶ୍ଚିମ। ଏଠି ଦେଖ ଗୋଟିଏ ମରୁଭୂମି ଅଛି। ଏଇ ମରୁଭୂମିଟିର ନାମ କଣ ଜାଣିଛ? ଥର୍ ମରୁଭୂମି। ଏହା ଅଛି ରାଜସ୍ଥାନରେ। ଭାରତର ଭୂମି ରୂପ ଆମେ ଜାଣିଛେ ମରୁଭୂମି। ଏହା ହେଉଛି ମରୁ ଅଞ୍ଚଳ। ଏଇଠି ଦେଖ, ଇ କଣ? ସବୁଜ ରଙ୍ଗ ଅଛି। ଇଏ ହେଉଛି ଆମର ସିନ୍ଧୁ ଏବଂ ଗଙ୍ଗା ନଦୀ ଉପତ୍ୟକାସ୍ଥ ବୃହତ୍ ସମତଳ ଅଞ୍ଚଳ। ଦେଖ କେତେ ବଡ ହେଇଛି। ଇଏ ମଧ୍ୟ ଉତ୍ତର ପଶ୍ଚିମ ପୁରା ସିନ୍ଧୁ ନଦୀରୁ ପୂର୍ବରେ ଗଙ୍ଗା ନଦୀ ପର୍ଯ୍ୟନ୍ତ ଲମ୍ବି ଆସିଛି। ସେଥିପାଇଁ ୟାକୁ କୁହାଯାଇଛି ବୃହତ୍ ସମତଳ ଭୂମି। ଆଉ ଗଙ୍ଗା ଏବଂ ସିନ୍ଧୁ ନଦୀ ଉଭୟର ଉପତ୍ୟକାରେ ସମତଳ ଭୂମି ଥିବାରୁ ଏହାର ନାମ ହେଇଛି ଗଙ୍ଗା ଓ ସିନ୍ଧୁ ନଦୀ ଉପତ୍ୟକାସ୍ଥ ବୃହତ୍ ସମତଳ ଭୂମି। ବର୍ତ୍ତମାନ ଦେଖ, ଏଇଠି କେଉଁ ଅଞ୍ଚଳ କହିଲ ଭାରତର? ଦକ୍ଷିଣ ଭାଗ ଅଞ୍ଚଳ। ଏଠି ଗୋଟିଏ ବିରାଟ ବଡ ମାଳଭୂମି ରହିଛି। ଏଇ ମାଳଭୂମିଟିର ନାମ କଣ ଜାଣିଛ? ଦାକ୍ଷିଣାତ୍ୟ ମାଳଭୂମି। ଏଠି କଣ କହିଲ? ଏଠି କେଉଁ ସାଗର? ବଙ୍ଗୋପସାଗର। ଏଇ ବଙ୍ଗୋପସାଗର ଭିତରେ କେମିତି ଦ୍ୱୀପପୁଞ୍ଜ ଗୁଡ଼ିକ ରହିଛି ଦେଖ। ଏ ଦ୍ୱୀପପୁଞ୍ଜର ନାଁ ହେଉଛି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ। ବର୍ତ୍ତମାନ ଭାରତର ପଶ୍ଚିମ ଅଞ୍ଚଳକୁ ଯାଅ। ପଶ୍ଚିମ ଭାଗରେ କଣ ଦେଖୁଛ? ପଶ୍ଚିମ ଭାଗରେ ମଧ୍ୟ ସମୁଦ୍ର ଭିତରେ ପଶ୍ଚିମ ଭାଗରେ କଣ ରହିଛି? ଆରବ ସାଗର ରହିଛି। ଏଇ ଆରବ ସାଗରରେ ମଧ୍ୟ ଦେଖିବ କିଛି କିଛି ସ୍ଥଳ ଭାଗ ରହିଛି। ଏଇ ସ୍ଥଳ ଭାଗକୁ ମଧ୍ୟ ଦ୍ୱୀପପୁଞ୍ଜ କୁହାଯାଏ। ଏଇ ଦ୍ୱୀପପୁଞ୍ଜଟିର ନାଁ କଣ କହିଲ? ଲାକ୍ଷାଦ୍ୱୀପ। ଏବେ ଆମେ ଚାଲ ଦେଖିବା ଗୋଟିଏ ଗୋଟିଏ ଭୂମି ରୂପ। ଆମେ ଏବେ ଚାଲ ଦେଖିବା ଉତ୍ତରସ୍ଥ ପାର୍ବତ୍ୟ ଅଞ୍ଚଳ। ଦେଖ, ଭାରତର ଉତ୍ତରରେ କେତେ ବଡ ପାର୍ବତ୍ୟ ଅଞ୍ଚଳ ରହିଛି। ଏହାର ନାମ କଣ ଜାଣିଛ? ହିମାଳୟ ପର୍ବତମାଳା। ଏହା ଏକ ପ୍ରାକୃତିକ ପ୍ରତିବନ୍ଧକ ରୂପେ ଭାରତର ଉତ୍ତରରେ ରହିଅଛି। ପରବର୍ତ୍ତୀ ଭୂମି ରୂପକୁ ଯିବା। ପରବର୍ତ୍ତୀ ଭୂମି ରୂପ ଦେଖ, ମରୁଭୂମି। ଏଇ ମରୁଭୂମିଟି କେଉଁ ରାଜ୍ୟରେ ଅଛି କହିଲ? ରାଜସ୍ଥାନରେ ଅଛି। ଏହାର ନାମ କଣ ଜାଣିଛ? ଥର୍ ମରୁଭୂମି। ତାପରେ କଣ ଅଛି? ଏଥିରେ ଥିବା ସବୁଜ ରଙ୍ଗଟି କଣ କେଉଁ ଭୂମି ରୂପ କହିଲ? କେଉଁ ଭୂମି ରୂପ? ସମତଳ ଭୂମି। ଦେଖ, ଏ ସମତଳ ଭୂମି ଉତ୍ତର ପଶ୍ଚିମରୁ ଉତ୍ତର ପୂର୍ବ ପର୍ଯ୍ୟନ୍ତ ବ୍ୟାପ୍ତ ଅଛି। ଉତ୍ତର ପଶ୍ଚିମରେ ସିନ୍ଧୁ ନଦୀ ଠାରୁ ଉତ୍ତର ପୂର୍ବରେ ଗଙ୍ଗା ନଦୀ ପର୍ଯ୍ୟନ୍ତ ଏହି ସମତଳ ଭୂମିଟି ବ୍ୟାପ୍ତ ହେଇଛି। ସେଥିପାଇଁ ୟାକୁ କୁହାଯାଏ ବିରାଟ ସମତଳ ଭୂମି। ଏହି ସମତଳ ଭୂମିର ନାମ କଣ ଜାଣିଛ? ଗଙ୍ଗା ଓ ସିନ୍ଧୁ ନଦୀ ଅଞ୍ଚଳସ୍ଥ ବୃହତ୍ ସମତଳ ଭୂମି।
ଚାଲୁନାହାନ୍ତି। ପରେ ଆମେ ୟା ପରେ କେଉଁ ଭୂମି ରୂପ ଅଛି? ଦେଖ, ଏହା ଏକ ମାଳଭୂମି। ଭାରତର ଦକ୍ଷିଣ ଅଂଶରେ ରହିଛି ଏଇ ମାଳଭୂମିଟି। କେତେ ବଡ ମାଳଭୂମି ଦେଖୁଛ? ଏହାର ନାମ କଣ ଜାଣିଛ? ଏହାର ନାମ ହେଉଛି ଦାକ୍ଷିଣାତ୍ୟ ମାଳଭୂମି। ପରବର୍ତ୍ତୀ ଭୂମି ରୂପକୁ ଯିବା। ଦେଖ, ଭାରତର ପୂର୍ବରେ ଆମେ କଣ ରହିଛି ଜାଣିଛ? କଣ ରହିଛି? ବଙ୍ଗୋପସାଗର। ଦେଖ, ଏଇ ବଙ୍ଗୋପସାଗର ଭିତରେ ଯେଉଁ ଦ୍ୱୀପଟି ଅଛି ତାର ନାମ ହେଲା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ। ଠିକ ସେହିପରି ପଶ୍ଚିମରେ ଆରବ ସାଗର ଅଛି। ସେ ଆରବ ସାଗର ମଧ୍ୟରେ ମଧ୍ୟ ଏକ ଦ୍ୱୀପପୁଞ୍ଜ ରହିଛି। ଏହାର ନାମ ହେଉଛି ଲାକ୍ଷାଦ୍ୱୀପ। ଏଇ ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦ୍ୱୀପ ଏ ସମସ୍ତ ଦ୍ୱୀପପୁଞ୍ଜ ଭାରତ ବର୍ଷର ଅନ୍ତର୍ଗତ। ପିଲାମାନେ, ଆମେ ଭାରତର 5 ପ୍ରକାରର ଭୂମି ରୂପକୁ ଦେଖିଲେ। ଏବେ ଚାଲ ଗୋଟି ଗୋଟି କିରି ସମସ୍ତ ଭୂମି ରୂପକୁ ବହୁତ ଭଲ ଭାବରେ ଦେଖିବା। ପ୍ରଥମରେ କଣ ଥିଲା? ବୃହତ ହିମାଳୟ ପାର୍ବତ୍ୟ ଅଞ୍ଚଳ। ଦେଖିଲ କେତେ ବରଫରେ ପୂର୍ଣ୍ଣ ଅଛି ସେ ଅଞ୍ଚଳଟି। କେତେ ବଡ ଅଞ୍ଚଳ ଦେଖୁଛ? ଲମ୍ବି ଯାଇଛି ପୁରାପୁରି। ଉତ୍ତର ପଶ୍ଚିମରୁ ଉତ୍ତର ପୂର୍ବ ପର୍ଯ୍ୟନ୍ତ ଏ ହିମାଳୟ ପୁରା ଲମ୍ବିକି ଅଛି। ସେଥିପାଇଁ ଏକୁ କଣ କୁହାଯାଇଛି କହିଲ? ବୃହତ ହିମାଳୟ ପାର୍ବତ୍ୟ ଅଞ୍ଚଳ। ଏହା ଭାରତକୁ ଉତ୍ତରରେ ଏକ ପ୍ରାକୃତିକ ପ୍ରତିବନ୍ଧକ ଭାବରେ ଘେରି ରହିଛି। ତାପରେ ଆମେ କଣ ଦେଖିବା? କଣ କହିଥିଲି? ମରୁଭୂମି। ଦେଖିଲ କେତେ ବାଲି, କେତେ ବାଲି, କେମିତି ଓଟମାନେ ଚାଲୁଛନ୍ତି। ଆମେ ଜାଣିଛେ ମରୁଭୂମିରେ ଓଟମାନେ ଚାଲନ୍ତି। ଦେଖ କେତେ ବଡ ବିଶାଳ ମରୁଭୂମି। ଏହା କେଉଁଠି ଅଛି? ରାଜସ୍ଥାନରେ ଅଛି। ରାଜସ୍ଥାନ ଆମର କେଉଁ ଦିଗରେ ଅଛି? ଭାରତର ଉତ୍ତର ପଶ୍ଚିମରେ ଅଛି। ତାହେଲେ ଆମର ମରୁଭୂମିଟି ଉତ୍ତର ପଶ୍ଚିମରେ ରାଜସ୍ଥାନ ରାଜ୍ୟରେ ଅଛି। ତାପର ଭୂମି ରୂପଟି କଣ ଥିଲା? ଦେଖ କେତେ ସବୁଜ ଅଛି। ଦେଖିଲ କେତେ ବଡ ଅଞ୍ଚଳ ସବୁଜ ହେଇକି ରହିଛି। ଏହାକୁ କଣ କୁହାଯାଇଥିଲା? ସିନ୍ଧୁ ଓ ଗାଙ୍ଗେୟ ସମତଳ ଭୂମି। ବିରାଟ ସମତଳ ଭୂମି। ତା ପରବର୍ତ୍ତୀ ଭୂମି ରୂପକୁ ଦେଖ, କେଉଁଠି ଅଛି? ଭାରତର ଦକ୍ଷିଣ ଅଞ୍ଚଳରେ ଅଛି। କେତେ ବଡ ମାଳଭୂମି ଦେଖୁଛ? ଏଇ ମାଳଭୂମିର ନାଁ କଣ କହିଲ? ଦାକ୍ଷିଣାତ୍ୟ ମାଳଭୂମି। ଏହା ମଧ୍ୟ କେତେ ବିରାଟ ବଡ ହେଇଛି ଦେଖୁଛ? ଦାକ୍ଷିଣାତ୍ୟ ମାଳଭୂମି କେତେ ବଡ ଅଞ୍ଚଳକୁ ବ୍ୟାପୀ ହେଇକି ରହିଛି। ତା ପରବର୍ତ୍ତୀ ଅଞ୍ଚଳ ଦେଖିବା ଆମେ ଭୂମି ରୂପ ଦ୍ୱୀପପୁଞ୍ଜ। ମୁଁ କଣ କଣ କହିଥିଲି? କୋଉ କୋଉ ଦ୍ୱୀପପୁଞ୍ଜ ଅଛି? ଆମର ଅଛି, ଆମର ବଙ୍ଗୋପସାଗରରେ ରହିଅଛି କଣ? ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏବଂ ଆରବ ସାଗରରେ ଥିବା ଦ୍ୱୀପର ନାଁ କଣ? ଆମର ଲାକ୍ଷାଦ୍ୱୀପ। ଦେଖ, ଆମର ଏଠି ଦେଖିଲେ ସାଗର, କେତେ ନୀଳ ଜଳରାଶି, ତା ମଧ୍ୟରେ ପୁଣି ରହିଛି ସ୍ଥଳଭାଗ, ତାକୁ ଆମେ ଦ୍ୱୀପ କହୁଛେ। ସେ ଦ୍ୱୀପ ପୁଣି ପୁଞ୍ଜ ପୁଞ୍ଜି ଆକାରରେ ରହିଛି। ପୂର୍ବରେ ରହିଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମରେ ରହିଛି ଲାକ୍ଷାଦ୍ୱୀପ। ଏହିପରି ଭାବରେ ଆମ ଭାରତକୁ 5 ପ୍ରକାରର ଭୂମି ରୂପ ଅଞ୍ଚଳରେ ଆମର ଭାଗ କରାଯାଇଛି। ପିଲାମାନେ, ଆମେ ତେବେ ଆଜି ଜାଣିଲେ ଭାରତର ଭୂମି ରୂପକୁ 5 ଭାଗରେ ବିଭକ୍ତ କରାଯାଇଅଛି। ବୃହତ ହିମାଳୟସ୍ଥ ପାର୍ବତ୍ୟ ଅଞ୍ଚଳ, ମରୁଭୂମି ଅଞ୍ଚଳ, ସିନ୍ଧୁ ଓ ଗଙ୍ଗା ନଦୀ ଉପତ୍ୟକାସ୍ଥ ସମତଳ ଭୂମି, ଦାକ୍ଷିଣାତ୍ୟ ମାଳଭୂମି ଏବଂ 2ଟି ଦ୍ୱୀପପୁଞ୍ଜ। କଣ ହେଲା ସେ ଦ୍ୱୀପପୁଞ୍ଜ 2ଟି? ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଯାହାକି ରହିଛି ବଙ୍ଗୋପସାଗରରେ, ଏବଂ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ, ଯାହାକି ରହିଛି ଆମର ଆରବ ସାଗରରେ। ଭାରତର ମାନଚିତ୍ରରେ ଆମେ କିଛି କାମ କରିବା। କଣ କାମ କରିବା? ଦେଖ, ଏଠି ଗୋଟେ ଭାରତର ମାନଚିତ୍ର ଦିଆଯାଇଛି। ଏଇ ମାନଚିତ୍ରରେ ଆମେ ଭାରତର ବିଭିନ୍ନ ଭୂମି ରୂପକୁ ଆମେ ଚିହ୍ନଟ କରିବା। ଦେଖିଲ ଭଲ ଭାବରେ। ଦେଖ, ବର୍ତ୍ତମାନ କଣ ଦେଖୁଛ? ଗାଢ ବାଦାମୀ ରଙ୍ଗ ଦେଖୁଛ? ଏଠି କେଉଁ ଭୂମି ରୂପ? କଣ ଆମେ ପଢିଥିଲେ? ଏହା ହଉଛି ବୃହତ ପାର୍ବତ୍ୟ ଅଞ୍ଚଳ, ଉତ୍ତରସ୍ଥ ବୃହତ ପାର୍ବତ୍ୟ ଅଞ୍ଚଳ। ତାପରେ ଆମର କଣ ରହିଛି?
ହଳଦିଆ ରଙ୍ଗ ଆମର କଣ ଏଇଟା ଥିଲା? ଏଇଟା ହଉଛି ଆମର ମରୁଭୂମି। କେଉଁ ମରୁଭୂମି? କଣ କହିବା ୟାକୁ? ବୃହତ୍ ମରୁଭୂମି। ଥର୍ ମରୁଭୂମି କେଉଁ ରାଜ୍ୟରେ ଅଛି କହିଥିଲି? ହଁ, ରାଜସ୍ଥାନ ରାଜ୍ୟରେ ଅଛି। ପରବର୍ତ୍ତୀ ପୁଣି କଣ? ଏଟା କଣ? ସିନ୍ଧୁ ଓ ଗଙ୍ଗା ନଦୀ ଉପତ୍ୟକାସ୍ଥ ସମତଳ ଭୂମି। ତାପରେ କଣ ଅଛି? ଏଠି କଣ ଦେଖୁଛ? ହଁ, ମାଳଭୂମି। କେତେ ବିରାଟ ମାଳଭୂମି ଦେଖୁଛଟି? ୟା ନାଁ କଣ କହିଥିଲି କହିଲ? ହଁ, ଦାକ୍ଷିଣାତ୍ୟ ମାଳଭୂମି। ତାପରେ ଦେଖ, ବୃହତ୍ ଜଳରାଶି ରହିଲା ଆମର ଆରବ ସାଗରରେ। ଆରବ ସାଗର କୋଉ ଦିଗରେ ଅଛି କିରେ ପିଲେ? ହଁ, ପଶ୍ଚିମ ଦିଗରେ ଅଛି। ତା ମଧ୍ୟରେ ରହିଥିବା ଦ୍ୱୀପପୁଞ୍ଜଟିର ନାଁ କଣ? ହଁ, ଲାକ୍ଷାଦ୍ୱୀପ। ପୁଣି ଆଉ ଗୋଟିଏ ଜଳରାଶି ଦେଖୁଛ, ଭାରତର ପୂର୍ବ ଦିଗରେ ଅଛି। କଣ ସେ ଜଳରାଶିଟି? ହଁ, ବଙ୍ଗୋପସାଗର। ବଙ୍ଗୋପସାଗରରେ କେଉଁ ଦ୍ୱୀପପୁଞ୍ଜ ଅଛି? ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ପିଲାମାନେ, ତମେ ତ ଭଲ ଭାବରେ ଚିହ୍ନଟ କରିଦେଲ ଆମର ଭାରତ ମାନଚିତ୍ରରେ ତାର ଭୂମି ରୂପକୁ। ତୁମେ ଚାଲ କିଛି ପ୍ରଶ୍ନର ଉତ୍ତର ଦବା। ପିଲାମାନେ କହିଲ ଟିକେ ଚିନ୍ତା କରିକି ଉତ୍ତର ଦିଅ। କହିଲ, ପୃଥିବୀର ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଆମ ଭାରତ ବର୍ଷ ସବୁଠୁ ସୁନ୍ଦର କାହିଁକି? କାହିଁକି? ଟିକେ ଚିନ୍ତା କର। ଦେଖ, ଭାରତ ବର୍ଷ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ଏହାର ଉତ୍ତରରେ ବୃହତ୍ ପାର୍ବତ୍ୟାଞ୍ଚଳ ରହିଛି। ଉତ୍ତର ପଶ୍ଚିମରେ ବିରାଟ ମରୁଭୂମି ରହିଛି, ଯାହାର ନାମ ଥର୍ ମରୁଭୂମି। ଉତ୍ତର ପଶ୍ଚିମରୁ ଉତ୍ତର ପୂର୍ବ ଯାଏ ଲମ୍ବି ରହିଛି ବୃହତ୍ ସମତଳ ଅଞ୍ଚଳ। ଦକ୍ଷିଣରେ ରହିଛି ମାଳଭୂମି। ପୂର୍ବରେ ବଙ୍ଗୋପସାଗର। ବଙ୍ଗୋପସାଗର ମଧ୍ୟରେ ରହିଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ପଶ୍ଚିମରେ ଆରବ ସାଗର। ଆରବ ସାଗର ମଧ୍ୟରେ ରହିଛି ଲାକ୍ଷାଦ୍ୱୀପ। ତେଣୁ ଭାରତ ବର୍ଷରେ ସମସ୍ତ ପ୍ରକାରର ଭୂମି ରୂପ ଦେଖାଯାଏ, ଯାହାକି ପୃଥିବୀର ଅନ୍ୟ କୌଣସି ଦେଶରେ ଦେଖାଯାଏ ନାହିଁ। ତେଣୁ ଆମ ଭାରତ ପୃଥିବୀର ଯେକୌଣସି ଦେଶ ଅପେକ୍ଷା ସୁନ୍ଦର ଅଟେ। ହଁ ନା ନାଇଁ? ହଁ, ଆମ ଭାରତ ପୃଥିବୀର ଅନ୍ୟ ଯେକୌଣସି ଦେଶ ଅପେକ୍ଷା ନିଶ୍ଚିନ୍ତ ଭାବରେ ସୁନ୍ଦର। ପିଲାମାନେ, ଆମେ ଏବେ ଚାଲ ଆଉ କିଛି ପ୍ରଶ୍ନର ଉତ୍ତର ଦବା। ଶୂନ୍ୟସ୍ଥାନ ଚାଲ ପୂରଣ କରିବା। ତମେ ପ୍ରଶ୍ନ ଗୁଡ଼ିକୁ ପଢିବ ଏବଂ ଶୂନ୍ୟସ୍ଥାନ ପୂରଣ କରିବ। କ, ଭାରତର ଡ୍ୟାସ୍ ଦିଗରେ ହିମାଳୟ ପାର୍ବତ୍ୟାଞ୍ଚଳ ରହିଛି? ଟିକେ ଭାବ, ଉତ୍ତର ଦିଅ। କେଉଁ ଦିଗରେ ରହିଛି? ଉତ୍ତର ଦିଗରେ ରହିଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଭାରତର ଡ୍ୟାସ୍ ଭାଗରେ ମାଳଭୂମି ରହିଛି? ଟିକେ ଚିନ୍ତା କର, ଶୂନ୍ୟସ୍ଥାନ ପୂରଣ କର। କେଉଁ ଦିଗରେ ରହିଛି? ବାସ୍, ଠିକ୍ କଥା। ଭାରତର ଦକ୍ଷିଣ ଦିଗରେ ମାଳଭୂମି ରହିଛି। ପରବର୍ତ୍ତୀ ପ୍ରଶ୍ନ ଦେଖ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଡ୍ୟାସ୍ ସାଗରରେ ରହିଛି? ତୁମେମାନେ ତ ଦେଖିଥିଲ। ଏବେ କୁହ, ଶୂନ୍ୟସ୍ଥାନ ପୂରଣ କର। କେଉଁ ସାଗରରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ରହିଛି? ବାସ୍, ବଙ୍ଗୋପସାଗରରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ରହିଛି। ପିଲାମାନେ, ଆଜି ତାହେଲେ ଆମେ କଣ ପଢିଲେ ଟିକେ ମନେ ପକେଇଦବା। ଆମେ ପ୍ରଥମେ କଣ କଲେ? ଆମେ ଗୋଟେ ଦେଶାତ୍ମବୋଧକ ଗୀତ ସାରେ ଯାହା ସେ ଆଚ୍ଛାର ଗୋଟିଏ ପଦକୁ ଗାଇଲେ। ତାପରେ କଣ କଲେ ନା ଇନ୍ଦିରା ଗାନ୍ଧୀ ଏବଂ ରାକେଶ ଶର୍ମାଙ୍କର କଥୋପକଥନକୁ ଶୁଣିଲେ। କଣ ଜାଣିଲେ ସେଥିରୁ ସେ କଥୋପକଥନରେ? ଯେ ଆମ ଭାରତ ବର୍ଷ ସାରା ବିଶ୍ୱରେ ସବୁଠୁ ସୁନ୍ଦର ଦେଶ। ସେଥିପାଇଁ ଆମେ କଣ ଜାଣିଲେ ନା ଭାରତର ଯେଉଁ ଭୂମି ରୂପକୁ ଦେଖି ଜାଣିଲେ ଯେ ଭାରତର ଭୂମି ରୂପ 5ଟି ଭାଗରେ ବିଭକ୍ତ ହୋଇଛି। ଏବଂ ଏ ସବୁର ବିଶଦ ଆଲୋଚନା ଆମେ ପରବର୍ତ୍ତୀ ପାଠରେ ଜାଣିବା। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।